नमस्कार दर्शक बंधु चलतु जाणीनवा आज किसी टॉप न्यूज। जय जगन्नाथ सांग माने आम चैनल को आपण को पुणी थे स्वागत। दशम परीक्षा तारीख घोषणा फेब्रुआरी 19 मार्च 2 जाए हेब परीक्षा। गोटे सीट्रे सकाल 9 रु 11:30 जाए चलिब परीक्षा। केवल गणति अधिक 15 मिनट समय मिलिब। फेब्रुआरी 19 रे मातृभाषा परीक्षा, 21 रे इंग्राजी परीक्षा एवं फेब्रुआरी 23 रे हिंदी संस्कृत परीक्षा, 25 रे विज्ञान एवं 27 रे सामाजिक विज्ञान परीक्षा, मार्च 2 रे हेब गणित परीक्षा। बदली जीव प्रथम रु दशम बही पाठ्य पुस्तक बदलिबा नै विधानसभा रे एही बड़ सूचना देइछंती गणशिक्षा मंत्री विधायक रणेंद्र प्रताप स्वाईଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ। ଏହି ବିଭାଗର ଅଧୀନରେ ଥିବା ସ୍କୁଲ ଗୁଡ଼ିକର ପାଠ୍ୟପୁସ୍ତକ ପରିବର୍ତ୍ତନ ପାଇଁ ସରକାରଙ୍କ ପରିକଳ୍ପନା ରହିଛି। ଏହାର ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଜାରି ରହିଛି। ନୂଆ ପାଠ୍ୟପୁସ୍ତକ ଡ୍ରାଫ୍ଟ କରିବା ପାଇଁ କମିଟି ମଧ୍ୟ ଗଠିତ ହୋଇସାରିଛି। ପରବର୍ତ୍ତୀ ଖବର, ପିଏଫ୍ ଆକାଉଣ୍ଟ ଥିଲେ ମିଳିବ 45,000। ବର୍ତ୍ତମାନ 2024-25 ରେ କର୍ମଚାରୀଙ୍କୁ 8.25% ସୁଧ ପ୍ରଦାନ କରାଯାଇଥିଲା। ତେଣୁ ସୁଧ ବଢ଼ିଲେ ଏହା 0.75% ବୃଦ୍ଧି ହୋଇଯିବ। ଯଦି ପ୍ରସ୍ତାବଟି ଗୃହୀତ ହୁଏ ତେବେ ପ୍ରାୟ 7.5 କୋଟି ଇପିଏଫ୍ କର୍ମଚାରୀ ମଧ୍ୟ ଏଥିରୁ ସିଧାସଳଖ ଉପକୃତ ହେବେ। ଆଉ ଅନେକ କର୍ମଚାରୀ 45,000 ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରାଶି ପାଇପାରିବେ। ଇପିଏଫ୍ଓ ଦ୍ୱାରା ଖୁବ୍ ଶୀଘ୍ର ଏନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରାଯିବ। ପରବର୍ତ୍ତୀ ଖବର, ଟି-20କୁ ଫେରିବେ କି ରୋହିତ? ରୋହିତ ଶର୍ମା ଏବେ ଘରୋଇ କ୍ରିକେଟ ପ୍ରତି ଅଧିକ ପ୍ରତିବଦ୍ଧତା ଦେଖାଉଛନ୍ତି। ସେ କେବଳ ଲିଷ୍ଟ ଏ କ୍ରିକେଟର ନୁହେଁ ବରଂ ଟି-20 କ୍ରିକେଟକୁ ମଧ୍ୟ ଫେରିବାକୁ ବେଶ୍ ଆଗ୍ରହୀ ଅଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରୋହିତ ଶର୍ମା 2025 ରେ ସୟଦ ମୁସ୍ତାକ ଅଲି ଟ୍ରଫିର ନକଆଉଟ ପର୍ଯ୍ୟାୟରେ ଖେଳିବାକୁ ଚାହୁଁଛନ୍ତି। ରୋହିତ ଟି-20 ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ହିଟମ୍ୟାନ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ସୂଚନା ଦେଇଛନ୍ତି ଯେ ସେ ସୟଦ ମୁସ୍ତାକ ଅଲି ଟ୍ରଫି ଟି-20 ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଚାହୁଁଛନ୍ତି। ପରବର୍ତ୍ତୀ ଖବର, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ। ବ୍ୟାଙ୍କରେ ଜମା ଥିବା ମନ୍ଦିର ଟଙ୍କାକୁ ନେଇ ବଡ଼ ନିଷ୍ପତ୍ତି ଦେଲେ ସର୍ବୋଚ୍ଚ ଅଦାଲତ। ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ମନ୍ଦିରର ଟଙ୍କା ଠାକୁରଙ୍କ ସମ୍ପତ୍ତି ହୋଇଥାଏ ଏବଂ ଏହାର ଉପଯୋଗ କୌଣସି ସମବାୟ ବ୍ୟାଙ୍କକୁ ବଞ୍ଚାଇବା ପାଇଁ କରାଯାଇପାରିବ ନାହିଁ। ପରବର୍ତ୍ତୀ ଖବର, ଏପଟେ ଚାଲିଛି ସିବିଆଇ ତଦନ୍ତ, ସେପଟେ ପୁଣି ପ୍ରଶ୍ନପତ୍ର ଲିକ୍। ଏଏନଏମ୍ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗକୁ ନେଇ ବିଧାନସଭାରେ ତମ୍ବିତୋଫାନ ହୋଇଛି। ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହରେ ନାରାବାଜି କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ପଏଣ୍ଟ ଅଫ୍ ଅର୍ଡର ଜାରିରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ଉଠାଇଛନ୍ତି ବିରୋଧୀ ବିଧାୟକ। କହିଛନ୍ତି ପ୍ରଶ୍ନପତ୍ର ଭାଇରାଲ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯାଉଛି। ପରବର୍ତ୍ତୀ ଖବର, ବାଟବଣା ନିଶାମୁକ୍ତ ଅଭିଯାନ। ନିଶା ଏକ ସାମାଜିକ ବ୍ୟାଧି। ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି, କିନ୍ତୁ ନିଶା ନିବାରଣ ପାଇଁ ରାଜ୍ୟରେ ଯେମିତି କେହି ଚାହୁଁନାହାନ୍ତି। ଏନେଇ ବିଧାନସଭାରେ ଯେଉଁ ତଥ୍ୟ ସାମାଜିକ ସୁରକ୍ଷା ମନ୍ତ୍ରୀ ରଖିଛନ୍ତି ତାହା ସମସ୍ତଙ୍କୁ ଚମକାଇ ଦେଇଛି। ନିଶାମୁକ୍ତ ଅଭିଯାନ ପାଇଁ କେନ୍ଦ୍ର ଦେଇଥିବା ଟଙ୍କା ଖର୍ଚ୍ଚ ନ ହୋଇ ଫେରିଯାଉଛି। ପ୍ରଥମ ପର୍ଯ୍ୟାୟରେ 10 ଜିଲ୍ଲାକୁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମିଳିଥିଲା। ପରବର୍ତ୍ତୀ ଖବର, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। କେନ୍ଦୁଝର ଜିଲ୍ଲା
ପାଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ଘୋଷଣା କରିଛନ୍ତି। ତହସିଲ ରାଜନଗର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ହେବାର ପ୍ରସ୍ତାବ ରହିଛି କି ବୋଲି ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ଅଣତାରକା ପ୍ରଶ୍ନ ସଂଖ୍ୟା 1589ର ଲିଖିତ ଉତ୍ତରରେ ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରବର୍ତ୍ତୀ ଖବର, ଏକାଠି ଲଢ଼ିବେ, ମିଶିକି ଚାଲିବେ ଭାରତ ରୁଷ। ଆତଙ୍କବାଦୀ ବିରୋଧରେ ଭାରତ ଓ ରୁଷ ଏକାଠି ଲଢ଼ିବେ। ଶୁକ୍ରବାର ନୂଆଦିଲ୍ଲୀରେ ଯୁଗ୍ମ ପ୍ରେସ୍ ବାର୍ତ୍ତା ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଭାରତ ଓ ରୁଷ ମଧ୍ୟରେ ଏକାଧିକ କ୍ଷେତ୍ରରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ହେଲା ଅସ୍ଥାୟୀ ଶ୍ରମିକଙ୍କ ଗତିବିଧି ଉପରେ ବୁଝାମଣା, ସ୍ୱାସ୍ଥ୍ୟ ଓ ମେଡିକାଲ ଶିକ୍ଷା ଉପରେ ବୁଝାମଣା, ଖାଦ୍ୟ ସୁରକ୍ଷା ଉପରେ ବୁଝାମଣା, ବନ୍ଦର ଜାହାଜ ଓ ନୌ ବାଣିଜ୍ୟ ସହଯୋଗିତା ଉପରେ ବୁଝାମଣା, ସାର ଉପରେ ବୁଝାମଣା। ପରବର୍ତ୍ତୀ ଖବର, ରାଜଧାନୀରେ ଗୁରୁ ଗର୍ଜନ। ପ୍ରାଥମିକ ଶିକ୍ଷକଙ୍କ ବିକ୍ଷୋଭ ଓ ନାରାବାଜିରେ କମ୍ପିଲା ଭୁବନେଶ୍ୱର ଲୋୟର ପିଏମ୍ଜି। ସରକାର କାନରେ ଦାବି ଶୁଣାଇବାକୁ ଏକାଠି ଗର୍ଜିଲେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ। ମାଷ୍ଟର କ୍ୟାଣ୍ଟିନ୍ରୁ ଶୋଭାଯାତ୍ରାରେ ଯାଇ ଲୋୟର ପିଏମ୍ଜିରେ ଧାରଣା ଦେଲେ। ଦୁଇ ଦଫା ଦାବିରେ ଏଭଳି ବିଶାଳ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ ମହାସଂଘ। ସେଗୁଡ଼ିକ ହେଲା ମୂଳ ପଦକୁ ଅପଗ୍ରେଡ୍ କରି ଲେବଲ 9 ଅନୁଯାୟୀ ମୂଳ ବେତନ 35,400 ଟଙ୍କାକୁ ବୃଦ୍ଧି ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଠିକା ପ୍ରସ୍ତାବ ଉଚ୍ଛେଦ।